ଏବେ ଯେତେବେଳେ ଯାହା ଛୋଟ ଛୋଟ ଗୋଟେ ଗୋଟେ ଗ୍ରୋ ବ୍ୟାଗ୍ ମୋତେ ମିଳୁଛି ତା ଦେହରେ ମାଟି ଭର୍ତ୍ତି କରିଦେଇକି ଯାହା ଯଦି ମୋର ସୁଲ ବେଟେ ଲଗେଇଥିଲି ଡାଳ ନା ତାକୁ ଗୋଟେ ଗୋଟେ କରିକି ଟ୍ରାନ୍ସପ୍ଲାଣ୍ଟିଂ କରିଦେଉଛି, ଯେମିତି ମୋତେ ରିପୋର୍ଟିଂ ବେଳେ ବହୁତ ସହଜ ହେବ। ତ ସେଥିପାଇଁ ଆଜି ଗ୍ରୋ ବ୍ୟାଗ୍ ଗୋଟେ ଫାଙ୍କା ଦେଖି ସାଙ୍ଗେ ସାଙ୍ଗେ ତାକୁ କ'ଣ କଲି ନା ମାଟି ଭର୍ତ୍ତି କରିଦେଲି। ଏଇଥିରେ କୋକୋପିଟ୍ ଆଉ ନିମଖଲି ମିଶାଇଛି, ମାଟିରେ ଆଉ କିଛି ବି ଏକ୍ସଟ୍ରା ମିଶାଇ ନାହିଁ। ତାପରେ ମୋର ଯେଉଁ ଲଗେଇଥିବା ଯେଉଁ ଡାଳ ଗୁଡ଼ାକ ମିନି ହିବିସ୍କସ୍ ଯେଉଁଟାକି ମୋର ଲାଇଟ୍ ପିଙ୍କ୍ର ଆସିବ। ତ ସେଇ ମନ୍ଦାର ଡାଳ ମୋର ହେଉଛି ପ୍ରଥମେ ତ ମୁଁ ଏଇଟା ହେଉଛି ଲଗେଇଲିଣି ଗୋଟେ ମାସ ପାଖାପାଖି ହେବ। ମୁଁ ଆଗରୁ ବି ଗୋଟେ ଭିଡ଼ିଓରେ ଯେମିତି ଆପଣଙ୍କୁ ସେୟାର କରିଥିଲି କି ଡାଳ ଲଗାଇବାର 1.5 ମାସ 2 ମାସ ପରେ ହିଁ ଟ୍ରାନ୍ସପ୍ଲାଣ୍ଟିଂ କରିବେ, କାହିଁକିନା ଏଇଭଳିଆ ଛୋଟ ଛୋଟ ସମସ୍ୟା ହିଁ ଦେଖିବାକୁ ମିଳେ। ଆମ ଡାଳ ଆମକୁ ଦେଖାଯାଏ ପତ୍ର କଅଁଳିଛି ବୋଲି, କିନ୍ତୁ ଠିକ୍ସେ ବି ଲାଗିନଥାଏ, କେଉଁଟା ଗୋଟେ ଏମିତି ଚେର ବି ଠିକ୍ସେ ବାହାରି ନଥାଏ। ତ ସେଥିପାଇଁକା ଧ୍ୟାନ ରଖିକି ଆପଣ ଡାଳ ଗୁଡ଼ାକ ସବୁ ଟ୍ରାନ୍ସପ୍ଲାଣ୍ଟିଂ କରିବା ସମୟରେ ଟିକେ ମାନେ ସମୟ ଗଡ଼େଇକି କରିବେ। ଯେଉଁ ଡାଳ ଗୁଡ଼ାକ ଲଗେଇଥିବେ ନା ତାର ଏମିତି ପତ୍ର କଅଁଳିବା ଦେଖି ସାଙ୍ଗେ ସାଙ୍ଗେ ଉପାଡ଼ି ଦେବେନି, 3 ମାସ କିମ୍ବା 2 ମାସ ଏମିତି ସମୟ ଦେବେ, ଭଲସେ ଗ୍ରୋଥ୍ ହେଇଯିବ ଆଉ ତାର ଚେର ଗୁଡ଼ା ବି ଭଲସେ ବାହାରିଥିବ। ନହେଲେ ଏମିତିକା ଗଛର ଖାଲି ପତ୍ର କଅଁଳି ଚାଲିଥିବ କିନ୍ତୁ ଚେରର ଗୋଟେ ବି ମାନେ ନଜର ଆସିବନି। ମୋର ଆଜି ସେମିତି ମୁଁ ଠକିଗଲି, 2ଟା ଡାଳ ଉପାଡ଼ିଲି ଯେଉଁ 2ଟା ଏକର କୌଣସି ଚେର ନଥିଲା, ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଚେର ଆସିଥିଲା। ତ ଏଗୁଡ଼ାକ ଲାଗିବ କି ନାହିଁ ଠିକ୍ ତ ନାହିଁ, ତଥାପି ମୁଁ ଆଗକୁ ଗୋଟେ ଭିଡ଼ିଓ କରିବି ଏଟା ଲାଗିଲା କି ନାହିଁ।